ଏହି ମାୟାବୀ ରାହୁ ଯଦି ପିଲାଟି ଶିକ୍ଷା ଅଧ୍ୟୟନ କାଳରେ ଶୁଭ ଦଶା ଦିଏ, ସର୍ବପ୍ରଥମେ ପିଲାଟି କମ ପରିଶ୍ରମ କରି ମଧ୍ୟ ଅନେକ କିଛି କଥାକୁ ଅନୁଭବ ସିଦ୍ଧ କରିପାରେ ବା ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିପାରେ। ଫିଜିକାଲି ୱାର୍କର ଯେଉଁ ଶିକ୍ଷା ରହିଛି, ଯେମିତି ଆପଣଙ୍କର କୌଣସି ITI ହେଉ, ଇଞ୍ଜିନିୟରିଂ କ୍ଷେତ୍ର ହେଉ ବା କୌଣସି ଡିପ୍ଲୋମାଟିକ କ୍ଷେତ୍ର ହେଉ, ଅନେକ କିଛି ଶିକ୍ଷା ଯାହା ଇଞ୍ଜିନିୟରିଂ କ୍ଷେତ୍ରକୁ ପ୍ରଭାବିତ କରେ, ସେହିପରି କ୍ଷେତ୍ରରେ ବିଶେଷ କରି ଏହି ସମୟରେ ପିଲାଟି ଅଗ୍ରଗତି କରିଥାଏ, ଶିକ୍ଷା ଆହରଣ କରେ। କିନ୍ତୁ ସର୍ବପ୍ରଥମେ ତା ମୁଣ୍ଡରେ ଥାଏ, ମୁଁ ଘରଠାରୁ ବାହାରକୁ ଯାଇ ଶିକ୍ଷା ଆହରଣ କରିବି ଓ ଅଭିଭାବକ ମାନେ ମଧ୍ୟ ଆଜିର ଦିନରେ ବାହାରକୁ ତାକୁ ପଠେଇ ଦେଇଥାନ୍ତି। ବାହାରକୁ ଯିବା, ଶିକ୍ଷା ଅଧ୍ୟୟନ କରିବା ଓ ସେଠି ରହିକରି ଚାକିରି ବାକିରି କରିବା, ଏହା କିଛି ବଡ଼ କଥା ନୁହେଁ। କିନ୍ତୁ ଏ ରାହୁ ଦଶା ଯଦି ଶିକ୍ଷାର ଶେଷ ପର୍ଯ୍ୟାୟରୁ କର୍ମକ୍ଷେତ୍ରକୁ ଧାରଣ କରିଥାଏ ଓ ଶୁଭ ଦଶା ଦେଉଥାଏ, ପିଲାଟି ଘରୁ ବାହାରିକିରି ଯାଇ ଉତ୍ତମ ଶିକ୍ଷା ଅର୍ଜନ କରିବ, ଉତ୍ତମ କର୍ମ ନିଯୁକ୍ତି ମଧ୍ୟ ପାଇବ, କିନ୍ତୁ ଘର ପରିବାର ପ୍ରତି ତାର ସେତେଟା ମୋହମାୟା ରହିବ ନାହିଁ। ହଁ, ଏମିତି ମୁଁ ବାଙ୍ଗାଲୋରରେ ଅଛି, ମୁଁ ଦିଲ୍ଲୀରେ ଅଛି, ମୁଁ ଇଣ୍ଡିଆ ବାହାରେ ଅଛି, ବାପା ମା ମାନେ ବା ଅଭିଭାବକ ମାନେ ବଡ଼ ଗର୍ବର ସହ କହିବେ କି ମୋ ପୁଅଟି ବାହାରେ ଅଛି, ଭଲ ଦୁଇ ପଇସା ରୋଜଗାର କରୁଛି। କିନ୍ତୁ ସେହି ସମୟରେ ପିଲାଟି ମନରେ ରାହୁର କିଛି ବିଗୁଣ ଥିବ, ଯାହା ସେ ଘର ପ୍ରତି ପରିବାର ପ୍ରତି ସେତେଟା ଆସକ୍ତି ହେବ ନାହିଁ। ଏହା ରାହୁର ଶୁଭ ଦଶା ଦ୍ୱାରା ପିଲାଟିର ଉନ୍ନତି ହେଇଯାଇପାରେ, କିନ୍ତୁ ପିଲାର ମାନସିକତାରେ ଗୋଟେ ରିଲେସନକୁ ଖରାପ କରିବାର ଗୁଣ ନିହାତି ରହିଥାଏ। ଏହି ମାୟାବୀ ରାହୁ